ଫୁସ୍ପୁନି ଶସ୍ୟ ଅମଳର ତିହାର ପଶ୍ଚିମ ଓଡ଼ିଶା ବା ଯେନ୍ଟା କୋଶଲ ଅଞ୍ଚଳରେ ବିଶେଷ କରି ଧାନଟା ମୁଖିଆ ଚାଷ है। धान के मड़ई करी घर के आनी सारला ପରେ ଖଲା ଛାଡ଼ କରାଯାଏସି। ପୁଷ ମାସ ତक ପ୍ରାୟ ବଛରେକର ଚାଷ ସରି ଯାଇଥିସି। ତ ସେଦିନ ହଲିଆ ଗୁତି ମାନଙ୍କର ବି ହିସାବ କିତାବ ସବୁ ଛିଡ଼େଇ ଦିଆଯାଏସି। ସାକାର ମାନେ ଯିଏ ଯେନ୍ତା ଔଷଧ ହେଇକିରି ହଲିଆ ମାନଙ୍କୁ କପଡ଼ା ଲତା ଖାନା ପିନା ଦେସନ୍। ହଲିଆ ମାନଙ୍କର ବାହାରେ ଗାଁର ଆର୍ ବି ଯେନ୍ ମାନେ କବାର ଗୁତା କରୁଥିସନ୍ ଯେନ୍ତା କି ନରିଆ ଜାକର ଆଦି ସମକୁ ସାକାର ମାନଙ୍କନୁ ଏମାନେ ଛେରଛେରା ମାଗିଥିସନ୍। ଆଉ ଫୁସ୍ପୁନିର ଉତାରୁ ଚରହୁଆ ମାନେ ଯେନ୍ ମାନେ ହଲ ବଲଦ ଚରଉଥିସନ୍ ଚରହୁଆ ମାନେ ବି ଫେର ଚାଷ ମୂଲ ନି ହେବାର ତକ ଗାୟ ବଲଦ ଚରାବାର ଛାଡ଼ି ଦେସନ୍। ନା ସେମାନଙ୍କର ବି ଗୋଟେ ବଛରର ହିସାବ କିତାବ ଶେଷ କରସନ୍ ସେଦିନେ। ଆଉ ପୁଷ୍ପୁନି ଦିନ ସକାଳୁ ଗାଁର ଯେନ୍ ଗରିବ ଛୁଆମାନେ ଥିସନ୍ ଛୋଟ ଛୋଟ ଛୁଆମାନେ ବି ଥିସନ୍ ସେମାନେ ବି ଘର ଘର ବୁଲି ବୁଲି ଗାଁର ଯେନ୍ମାନେ ପ୍ରତିଷ୍ଠିତ ଲୋକମାନେ ଥିସନ୍ ତାଙ୍କର ଠାନୁ ଗୀତ ମାନେ ଗାଇ 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 କରି ଖୁଲି ଖୁଲି ବୁଲି କରି ଚେରଚେରା ମାଗି ଦିସନ୍। ଲୋକମାନେ ଧାନ ପଇସା ପିଠା ମଡ଼ା ଏସବୁ ଖୁସିରେ ଛୁଆମାନଙ୍କୁ ଲୋକମାନଙ୍କୁ ଦେଇଥିସନ୍। ଫୁସ୍ପୁନି ଦିନ ଡଣା ନାଚି ନାଚି ବି ଛେରଛେରା ମାଗିଥିସନ୍। ଦିନ ପୂଜା କିଛି ନାଇଁ କରା ହୁଏ। ଇ ଦିନଟା ହଉଛି ଖାଲି ଉଷତ ଆନନ୍ଦର ଦିନ ମାନେ ପିଠା ମଡ଼ା କରିକରି ଝୁରି ଶିକାର ଖାଇକରି ନାଚ ଗାନା କରିକରି ଦିନଟା ପୁରା ଏକଦମ ଉଷତ ମନାବାର ଦିନଟେ ଖୁସି ମନାବାର ଦିନଟେ ଫୁସ୍ପୁନିଟା।
ଏଇଟା ତା ମାନେ ଆମର ଚାଷର ଗୋଟେ ଯେନ୍ ଚାଷର ଗୋଟେ ଚକ୍ର ଅଛେ ଯେନ୍ତା ନୂଆଖାଇଟା ଶସ୍ୟ କେ ପହେଲା ଯେନ୍ତା କାଟା ହେସି ଆର୍ ସେ କାଟଲା ଶସ୍ୟକେ ଆନିକରି ଦେବୀକେ ବା ଦେବତାକେ ଦେଇକିରି ଚଢ଼େଇକିରି ଯେନ୍ତା ଖାଇସନ୍ ନବାନ୍ନ ନୂଆ ଅନ୍ନ ଯେନ୍ତା କରସନ୍ ସେଟା ଷ୍ଟାର୍ଟ ହେସି ମାନେ ଚାଷର ଆମର ସାଇକେଲ ଯେନ୍ଟା ଚକ୍ର ଯେନ୍ଟା ସେଦିନ ଆରମ୍ଭ ହେସି ଆର୍ ଫୁସପୁନିକେ ସରସି ଏଇଟା ଗୋଟେ ଇୟର ଏଣ୍ଡିଂ ତାମାନେ ଆମର ଫୁସପୁନିଟା ଚାଷର ଇୟର ଏଣ୍ଡିଂ